ଖର୍ଚ୍ଚ କରିବ ଆଉ ପଇସା ଖର୍ଚ୍ଚ କରିମୁ ନା ଭଲ ମନ୍ଦ ଆମେ ବୁଢା ବୁଢୀ ହେଇଛୁ ଖାଇମୁନି ନା ମରିମୁନି ଆଉ ଭୋଟଟା ନ ନେଲା ପର୍ଯ୍ୟନ୍ତ ଜୁଆର ହଉଥିଲେ ଭୋଟଟା ନେଇ ସାରିଲା ପରେ ତେଣିକି ଆମକୁ 10 ଥର ବି 100 ଥର ତାଙ୍କ ମୁଣ୍ଡ ବାଡେଇ ନେବି ସେ ଶୁଣୁନାହାନ୍ତି କାହାକୁ ପଚାର ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଦେଖାଦେଇଥିବା ଅନିୟମିତତା ବିରୋଧରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିବା ଶତାଧିକ ହିତାଧିକାରୀମାନେ ଦୀର୍ଘ 3 ମାସ ହେଲା ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧ ବୃଦ୍ଧା ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀ। ଭତ୍ତା ମିଳୁନଥିବାରୁ ନାନା ହଇରାଣ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବାରୁ ଆଜି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତର ହିତାଧିକାରୀମାନେ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଦେବା ସହ ପଞ୍ଚାୟତ ପିଓଙ୍କ ମାଧ୍ୟମରେ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ପଞ୍ଚାୟତର ବୃଦ୍ଧ ବୃଦ୍ଧାମାନେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିଲେ, କିନ୍ତୁ ଗତ 3 ମାସ ହେଲା ସେମାନଙ୍କ ଖାତାକୁ ଟଙ୍କା ଆସୁନାହିଁ, ଯାହାଫଳରେ ସେମାନେ ଔଷଧ ଏବଂ ଦୈନନ୍ଦିନ ଖର୍ଚ୍ଚ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାରୀମାନେ କେବଳ ପ୍ରତିଶ୍ରୁତି ଦେଇ ସମୟ ଗଢ଼ାଇ ଚାଲିଥିବା ଅଭିଯୋଗ ହେଉଛି। ଯଦି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ବକେୟା ଭତ୍ତା ଟଙ୍କା ପ୍ରଦାନ କରା ନଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ରୂପ ଧାରଣ କରିବ ବୋଲି ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି। ମୋ ଭତ୍ତା ପାଉନି ଭତ୍ତା ପାଉନାହାନ୍ତି ନା କେତେ ଦିନ ହେଇଗଲାଣି 3 ମାସ ହେଇଗଲା କାଇଁ ପାଉନାହାନ୍ତି ଦଉନାହାନ୍ତି ତ ପାଇମୁ କେମିତି କିଏ ଦଉନାହିଁ ମୋହନ ମାଝି ଦଉନି ଆମେ ବୁଢା ବୁଢୀ ହେନୁ ଔଷଧ ପତ୍ରଟା ଖାଇ ପାରୁନୁ କି ଆଜି ଭଲ ମନ୍ଦ ଜିନିଷଟା ଖାଇ ପାରୁନୁ ଆମେ କେମିତି ଚଳିମୁ ରଜ ପର୍ବ ଆଗରୁ ଆମକୁ ପଇସା ମିଳୁ ରଜ ପର୍ବ ପରେ ଦେଇକିରି ଆମର କଣ ଲାଭ ହବ ଆମକୁ ତ କେହି ଖାତିର କଲେନି ବୁଢା ବୁଢୀ ଲୋକ ପଞ୍ଚାୟତ ଇଲେକ୍ସନ ଆଇନା ଆମେ ଆସିବୁନି ଭୋଟ ଦେଇଦେ କାହିଁକି ଆସିବୁ ଖାଲିଟାର ଆଗରୁ ଭତ୍ତା 3 ମାସ ହେଲା ମିଳୁନି କଣ ଅସୁବିଧା ଅସୁବିଧା କଣ ଆମେ କେମିତି ଜାଣିବୁ ସିଆଡୁ ତ ହଉଛି ଆମର ଆଉ କଣ ଅସୁବିଧା ହଁ ଆଗରୁ କେମିତି ପାଉଥିଲେ ଆଗରୁ ହାତରେ ପାଉଥିଲି ତାପରେ ବ୍ୟାଙ୍କକୁ ଦେଲେ ବ୍ୟାଙ୍କ ପରେ ଆଉ ଏଇ ତ ଦଉନାହାନ୍ତି ଆଉ ବ୍ୟାଙ୍କରୁ ଆଗରୁ ପାଇଛନ୍ତି ନା ପାଇନାହାନ୍ତି ହଁ ପାଇଛି ତାହେଲେ ଏବେ କଣ ଅସୁବିଧା ରହିଛି ଏବେ କି ଅସୁବିଧା ଆମେ କେମିତି ଜାଣିବୁ ଗୋଟେ ରୋଗ ବୈରାଗ ମୋର ବି 3-4ଟା ରୋଗ ଅଛି ମୁଁ ବି ଗୋଟେ ମେଡିସିନ ଖର୍ଚ୍ଚ ପାଉନି ଖାଇବା ପାଇଁ ମୁଁ ଯୋଉ କଷ୍ଟ ଚଳୁଛି ସେ କଥା ଭଗବାନ ଜାଣିଛି।